ଆଜିର ପ୍ରସଙ୍ଗ ପ୍ରତ୍ୟେକ ସ୍ପନ୍ଦନକୁ ଅନୁସରଣ କରନ୍ତୁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ଲହରିକା ପଟ୍ଟନାୟକ। ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ପ୍ରତି ଏକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଇଛି। ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ପ୍ରଦାନ କରିବା ଏବଂ ହୃଦ୍ଜନିତ ରୋଗକୁ ପ୍ରତିହତ କରିବା ପାଇଁ ସମୟୋଚିତ ଚିକିତ୍ସା ଆବଶ୍ୟକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି ଡୋଣ୍ଟ ମିସ୍ ଏ ବିଟ୍। କୌଣସି ସ୍ପନ୍ଦନକୁ ଛାଡ଼ି ଦିଅନ୍ତୁ ନାହିଁ। ପ୍ରତ୍ୟେକ ହୃତ୍ସ୍ପନ୍ଦନର ମୂଲ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏହାର ଗାମ୍ଭୀର୍ଯ୍ୟକୁ ଗ୍ରହଣ କରିବା ପାଇଁ ଏହି ବାର୍ତ୍ତା ସଚେତନ କରୁଛି। ହୃଦୟର ସୁସ୍ଥତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରି ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱକୁ ଏହା ସୂଚାଉଛି। ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଯୋଗାଭ୍ୟାସ ସହ ଧୂମପାନ ଜନିତ କ୍ଷତିକାରକ ଅଭ୍ୟାସରୁ ଦୂରେଇ ରହିବାର ଆବଶ୍ୟକତା ରହିଛି। ହୃଦ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଅଳ ଚିହ୍ନଟ ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଯତ୍ନଶୀଳ ହେବା ନିତାନ୍ତ ଜରୁରୀ। ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୃଦ୍ରୋଗ ଏକ ବଡ଼ ଆହ୍ୱାନ ହୋଇ ରହିଆସିଛି। ପ୍ରତିବର୍ଷ 18 ନିୟୁତରୁ ଅଧିକ ଲୋକ ହୃଦ୍ରୋଗରେ ପ୍ରାଣ ହରାଇବା ଏକ ଆକଳନରୁ ଜଣାପଡ଼ିଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ଏହାର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହି ଅଞ୍ଚଳରେ ବାର୍ଷିକ ହୃଦ୍ରୋଗ ଜନିତ କାରଣରୁ 39 ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ଏହା ହାରାହାରି 30% ବୋଲି କୁହାଯାଇଛି। 70 ବର୍ଷ ବୟସ ପୂର୍ବରୁ ଅଧିକାଂଶଙ୍କର ହୃଦ୍ରୋଗ ଜନିତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ପ୍ରାଥମିକ କାରଣଗୁଡ଼ିକ ମଧ୍ୟରେ ରହିଛି ତମାଖୁ ବ୍ୟବହାର, ଅସନ୍ତୁଳିତ ଖାଦ୍ୟ ଗ୍ରହଣ, ବିଶେଷ କରି ଅଧିକ ଲୁଣ, ମଦପାନ ଏବଂ ଆଳସ୍ୟ। ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହୃଦ୍ରୋଗର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ଏବଂ ପ୍ରତି 10 ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଏହିସବୁ କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1999 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ବିଶ୍ୱ ହୃତ୍ପିଣ୍ଡ ମହାସଂଘ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆନୁଷ୍ଠାନିକ ଭାବେ ପ୍ରଥମ ଥର ପାଇଁ 2000 ମସିହା ସେପ୍ଟେମ୍ବର 24 ତାରିଖରେ ଏହି ଦିବସ ପାଳନ ହୋଇଥିଲା। ତେବେ 2011 ମସିହାରେ ଏ କ୍ଷେତ୍ରରେ ଏକ ବିଶ୍ୱ ମାନକ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ସେପ୍ଟେମ୍ବର 29 ତାରିଖକୁ ବିଶ୍ୱ ହୃତ୍ପିଣ୍ଡ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇଆସୁଛି। ଭାରତରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପକୁ ଗ୍ରହଣ କରାଯାଇଛି। ରୋଗ ପ୍ରତିରୋଧ, ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସେବା ପ୍ରଦାନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସ୍ୱତନ୍ତ୍ର ଜନସଚେତନତା ଅଭିଯାନଗୁଡ଼ିକର ଆୟୋଜନ କରାଯାଉଛି। କର୍କଟ, ମଧୁମେହ, ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ର ନିୟନ୍ତ୍ରଣ ତଥା ନିରାକରଣ ଲକ୍ଷ୍ୟ ନେଇ ଜାତୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଭିନ୍ନ ଅଞ୍ଚଳରେ ଜନସଂଖ୍ୟା ଆଧାରିତ ପରୀକ୍ଷଣ, ଚିହ୍ନଟ ଏବଂ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମିଳିତ ସହଯୋଗରେ ଭାରତ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି। ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ଯୋଗ ଏବଂ ଅନ୍ୟାନ୍ୟ ସୁସ୍ଥତା କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆଇନର ପ୍ରଚଳନ କରାଯାଇଛି। ଦେଶବାସୀଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପ୍ରବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ମାଧ୍ୟମରେ ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ରିହାତି ମୂଲ୍ୟରେ ହୃଦ୍ରୋଗ ଜନିତ ଔଷଧ ପ୍ରଦାନ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୃଦ୍ରୋଗ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ରୋଗ ଚିକିତ୍ସା କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି। ହୃଦ୍ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଟେଲି ପରାମର୍ଶ ସେବାର ପ୍ରଚଳନ କରାଯାଇଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟିକସ ହାର ହ୍ରାସ କରାଯାଇଛି। କେତେକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା, ଚିହ୍ନଟ ପ୍ରକ୍ରିୟା, ଔଷଧ ଏବଂ ଚିକିତ୍ସା ଉପକରଣ ଉପରେ ଟିକସ ହ୍ରାସ କରାଯାଇଥିବା ବେଳେ କେତେକ କ୍ଷେତ୍ରରେ ଏହାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ତେବେ ସୁସ୍ଥ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଆମ ଉପରେ ନିର୍ଭର କରୁଛି। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା ଏବଂ ପ୍ରତ୍ୟେକ ସ୍ପନ୍ଦନକୁ ଅନୁସରଣ କରିବା।